ବାଲେଶ୍ୱର 13/12/2025 ଶନିବାର ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ସାମ୍ବାଦିକ ଜୟନ୍ତ କୁମାର ଘୋଷଙ୍କ ଶ୍ରାଦ୍ଧବାର୍ଷିକ ସାମ୍ବାଦିକ ପ୍ରକୋଷ୍ଠ ପାଳନ ହୋଇଯାଇଛି। ଏହି ସ୍ମୃତି ସଭାରେ ବରିଷ୍ଠ ଖବରକାଗଜ ବିକ୍ରେତା ଅନନ୍ତ କୁମାର ସେନ ଯୋଗଦେଇ ଶ୍ରୀ ଜୟନ୍ତ କୁମାର ଘୋଷଙ୍କ ସହିତ ବିତେଇଥିବା ଦିନର ସ୍ମୃତିକୁ ବଖାଣିଥିଲେ। ସେ କହିଥିଲେ କି ତାଙ୍କ ଭଳି ସ୍ୱାଭିମାନୀ ସାମ୍ବାଦିକ କ୍ୱଚିତ୍ ଆଜିକାଲି ଦେଖିବାକୁ ମିଳେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରେସ୍ ଇମ୍ପ୍ରେସ୍ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଉଜ୍ଜଳ କୁମାର କର ଓ ସାମ୍ବାଦିକ ପଦ୍ମଲୋଚନ ଦତ୍ତଙ୍କୁ ମାନପତ୍ର ଔପଢକନରେ ସମ୍ମାନିତ କରାଯାଇଥିଲା। ଏହି ସ୍ମୃତି ସଭାରେ ପ୍ରସନ୍ନଜିତ ଆସ, ବିଦ୍ୟାଧର ବାବୁ, ତ୍ରିଲୋଚନ ମହାନ୍ତି, ଶିବଶଙ୍କର ଭୋଇ, ଉପସଭାପତି ସନ୍ଦୀପ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ସ୍ମୃତି କମିଟି ସଭାପତି ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ସାମ୍ବାଦିକ ବାସୁଦେବ ରାଉଳ, ସମ୍ପାଦକ ଶ୍ରୀ ଗଗନ କୁମାର ସେଠୀ ସମସ୍ତ ସାମ୍ବାଦିକକୁ ଏକ ହୋଇ ଏହି ସଂଗଠନକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ସାମ୍ବାଦିକ ଭଗବାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କରାଇଥିଲେ। 1965 ମସିହାରେ ଟୁରିଷ୍ଟ ଅଫିସ୍ ଯେଠି ଆମ ବାବୁଲାବାବୁଙ୍କ ହୋଟେଲ ମେରିଡ଼ିଆନ୍, ସେଠି ବାବୁଲାବାବୁଙ୍କ ଘର, ମୁକୁନ୍ଦବାବୁଙ୍କ ଘର, ତା ମା ହେଲା ରୁଚି। ସେଠି ସେ ବସନ୍ତି ଆସିକି ରାତି 4 ବେଳେ ଆସିକି ପହଞ୍ଚିଯିବେ ଷ୍ଟେସନ ଛକରେ। ସେତେବେଳେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ବୋଲି ଗୋଟେ କାଗଜ ବାହାରିଥିଲା, ସେଇଥିରୁ ସେ ରିପୋର୍ଟର ଥିଲେ। ସେ ଆଗେ 2-4ଟା କାଗଜ ଦେଖେ, କାଗଜ ମୋତେ କହିବେ, ମୁଁ 2-4ଟା କାଗଜ ତାକୁ ଧରେଇ ଦେଇ ଆସେ। ଟୁରିଷ୍ଟ ଅଫିସ୍ ମାନେ ସେଇଟା ମେରିଡ଼ିଆନ୍ ହୋଟେଲଟା ମୁକୁନ୍ଦବାବୁଙ୍କ ଘର, ସେଇଠି ସେ ବସନ୍ତି। ସେଠି ବାବିବାଦ ନାଗିଲା। ମୁକୁନ୍ଦ ବାବୁ ଯେତେବେଳେ ଟୁରିଷ୍ଟ ଅଫିସ୍ ଉଠିଗଲା, ଯୌତୁକ ଚାଲିଗଲେ ଘରକୁ। ରେମଣା ମହାଳି ସେ ତାଙ୍କ ଘର, ତାଙ୍କ ବିଶେଷ ପସନ୍ଦ ହେଲା ସଭାରେ ଆଜି ଆମ ଗହଣରେ ଆସିଛନ୍ତି, ଯିଏ ନାହାନ୍ତି ଆମ ଗହଣରେ ଚାଲି ଯାଇଛନ୍ତି ସ୍ୱର୍ଗତ ଜୟନ୍ତ କୁମାର ଘୋଷ ମହୋଦୟ, ଯିଏକି ସାମ୍ବାଦିକ ଜଗତର ଜଣେ ଧ୍ରୁବତାରା କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ଗଣମାଧ୍ୟମର ପ୍ରତିନିଧି ପର୍ଯ୍ୟାୟକ୍ରମେ ସେମାନେ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି, କାର୍ଯ୍ୟରେ ଯୋଗ ଦେଇଛନ୍ତି। କେତେ ଚାଲିଗଲେଣି, କେତେ ଆସୁଛନ୍ତି, କେତେ ରହିଛନ୍ତି, କିନ୍ତୁ ସେମାନେ ପ୍ରାୟତଃ କରିଥାଏ ତାକୁ ସମସ୍ତେ ଭଗବାନ ବୋଲି ମାନି ନିଅନ୍ତି, କିନ୍ତୁ ଭଗବାନ କୁହନ୍ତି। ତେଣୁ ଏମାନେ ସେମିତି କିଛି କର୍ମ ଏମିତି କରିଥିଲେ, ଆପଣ ଥରେ ଚିନ୍ତା କରିକି ଦେଖନ୍ତୁ। ଜୟନ୍ତ ଘୋଷ ଯେତେ ବର୍ଷ ଏଠି ସାମ୍ବାଦିକତା କରିଛନ୍ତି ଏବଂ ସାମ୍ବାଦିକତା କରିବା ପରେ ସେ ଯେତେବେଳେ ତିରୋଧାନ କରିଛନ୍ତି, ଉପରକୁ ଚାଲି ଯାଇଛନ୍ତି, ସେ ବର୍ଷରୁ ଆଜିକା ଡେଟ୍ ଯେତେ ବର୍ଷ ହେଇଥିବ, 10 ବର୍ଷ, 15 ବର୍ଷ, 20 ବର୍ଷ କି 25 ବର୍ଷ, 30 ବର୍ଷ ହେଇଥିବ, ୟା ଭିତରେ ଗତକାଲି ବି ମୋର ଜଣଙ୍କ ସାଙ୍ଗରେ ଟିକେ ଏମିତି ଏଇ ବାବଦରେ କଥା ହେଇଥିଲା। ମୁଁ ତାଙ୍କୁ ଗୋଟେ କଥା କହିଲି, ମୁଁ କହିଲି ଯେ ସାମ୍ବାଦିକ ମାନେ କିଛି ଭଲ କାମ କରିବେ, ମୁଁ ତାଙ୍କ ସାଙ୍ଗରେ ରହିବି। ମୋର 1 ପଏଣ୍ଟ ପ୍ରୋଗ୍ରାମ ଜଣେ ଲୋକକୁ ଛାଡ଼ିକି ବାକି ଯେତିକି ସାମ୍ବାଦିକ ଅଛନ୍ତି ତାଙ୍କ ସେମାନେ ଯେକୌଣସି ଭଲ କାମ କରିବେ, ମୁଁ ତାଙ୍କ ସାଙ୍ଗରେ ରହିବି। ଖରାପ କାମରେ ମୋ ସଂଘ ହଉ କି କିମ୍ବା ମୋ ପୁଅ ମୋ ବାପା ନା ଜାଣିପାରିବନି, କାରଣ ଆମେ ଶ୍ରାଦ୍ଧ କରୁଥିଲି, କଷ୍ଟ ମୋ ବୁଢ଼ା ବାବା ନା ମନେ ରଖିଛୁ, ନେକ୍ସଟ ଲୋକଙ୍କ ନା ମନେ ରଖିଛୁ। କିନ୍ତୁ ଏ ଅନୁଷ୍ଠାନକୁ ଧନ୍ୟବାଦ ଦେବା କଥା ନନାଙ୍କୁ ଆଉ ଆମର ଗଗନ ଭାଇକୁ, ଯିଏକି ଅନୁଷ୍ଠାନ ଜଣାଉଛି ଆମ ପୂର୍ବରୁ କେଉଁମାନେ ଥିଲେ, ଆଉ ତାଙ୍କର ଗୋଟେ ବାଣୀ ଶୁଣାଉଛନ୍ତି, ଯେ ସେମାନେ ଜାଣିଥିବା ଲୋକ। କାଲି ଆମେ ଯେତେବେଳେ ବୟସ ହେଇଯିବ, ଆମେ ନନା ଏକା କଥା ବି ଲୋକ ଆମ ତଳ ପିଢ଼ି ଯେଉଁମାନେ ଆସିବେ ତାଙ୍କୁ ଶୁଣେଇବୁ। ତେଣୁ ଏ ଅନୁଷ୍ଠାନକୁ ବହୁତ ଏତେ ଧନ୍ୟବାଦ ଦେଲେ ବି କମ୍ ହେବ, ଯାହାକି ସେମାନେ ସାମ୍ବାଦିକ